ସମ୍ବଲପୁର ଜିଲ୍ଲା ରେଢ଼ାଖୋଲଠାରେ ନୂତନ ସାମ୍ବାଦିକ ସଂଘ ଗଠନ କରାଯାଇଅଛି। ତାର ସମ୍ବଲପୁର ଜିଲ୍ଲା ଶାଖା ଥିଲେ ମଧ୍ୟ ରେଢ଼ାଖୋଲ ଏକ ପ୍ରମୁଖ ଅଞ୍ଚଳ, ଗୋଟେ ଐତିହାସିକ ପୀଠ ଏବଂ ସେହି ଦୃଷ୍ଟିରୁ ଆମେ ରେଢ଼ାଖୋଲ ଉପଖଣ୍ଡରେ ଏହାର ଏକ ଶାଖା ଗଠନ କଲୁ, ୟୁନିଟ୍ ଗଠନ କଲୁ, ଯାହାର ଆଜି ସଭାପତି ଭାବେ ପ୍ରସନ୍ନ ବାବୁ, ସାଧାରଣ ସମ୍ପାଦକ ଭାବେ ଆମର ଅରୁପାନନ୍ଦ ବାବୁ ଏବଂ ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ଆମେ ମଧ୍ୟ ମୀର ବାବୁଙ୍କୁ ନେଇଛୁ। ତା ସହିତ ଏଠି ପ୍ରାୟ 20ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଭାଇମାନେ ଆମ ସହିତ ଯୋଡ଼ି ହୋଇଛନ୍ତି। ଆମେ ଯଦି ରାସ୍ତାର ସାମ୍ନାକୁ ଦେଖିବା ତାହେଲେ ଖାଲ ଗାଡ଼ିରେ ଗାଡ଼ିରେ ଚକାଟି ପଡ଼ିବ ନାହିଁ, ଆମ ଗାଡ଼ି ଧୀରେ ଆଗରେ ପଡ଼ିବ। ଅପେକ୍ଷା ଅସୁବିଧା ନାହିଁ। ଗୋଟିଏ ଜିନିଷ ହେଲା ଯେ ଆମ ସଂଗଠନ ଭିତରେ କେତେ ଏକତା ରହିବ, ଏକତା ହିଁ ବଳ। ଆମ ଭିତରେ ଯଦି ସମସ୍ତଙ୍କ ଭିତରେ ଆଦାନ ପ୍ରଦାନ ରହିବ, ଆପଣମାନଙ୍କର ମାର୍ଗଦର୍ଶନ ରହିବ। ରେଢ଼ାଖୋଲରୁ ଦୀପକ ସିଂଙ୍କ ରିପୋର୍ଟ, ଆମ ଓଡ଼ିଶା ଲାଇଭ୍।